ଝାରସୁଗୁଡ଼ା ସହରର ସର୍ବାହାଲ ଅଞ୍ଚଳରେ ନୂତନ ଭାବରେ ଗଠନ କରାଯାଇଥିବା ପ୍ରୟାସ ଚାରିଟେବୁଲ୍ ଟ୍ରଷ୍ଟ ଅଳ୍ପ ଦିନ ମଧ୍ୟରେ ବହୁ ଜନହିତକାରୀ ସେବା କାର୍ଯ୍ୟ କରି ସାଧାରଣରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। 2 ଦିନ ତଳେ ସର୍ବାହାଲ ବାଇପାସ୍ ଛକଠାରେ ଦିଶାହୀନ ଭାବରେ ବୁଲୁଥିବା ଜଣେ ମାନସିକ ଭାବରେ ଅକ୍ଷମ ବୃଦ୍ଧାଙ୍କୁ ପ୍ରୟାସ ଟ୍ରଷ୍ଟର ଜନସେବୀମାନେ ଉଦ୍ଧାର କରିବା ସହ ଉକ୍ତ ବୃଦ୍ଧାଙ୍କୁ ନେଇ ମିଶନ ଆଶ୍ରା ବୃଦ୍ଧାଶ୍ରମରେ ରଖାଇଥିଲେ। ବୃଦ୍ଧା ଜଣକ ସମ୍ବଲପୁର ବରେପାଲି ଅଞ୍ଚଳର ଜୟନ୍ତୀ ସାହୁ ବୋଲି ଜଣାଯାଇଛି। ପ୍ରୟାସ ସଂଗଠନର କର୍ମକର୍ତ୍ତାମାନଙ୍କ ଦ୍ୱାରା ଏହି କିଛି ଦିନ ତଳେ ଜଣେ ଅସହାୟ ବୃଦ୍ଧଙ୍କୁ ମଧ୍ୟ ଉଦ୍ଧାର କରାଯାଇ ତାଙ୍କର ଯଥା ଚିକିତ୍ସା କରିବା ସହ ତାଙ୍କୁ ତାଙ୍କ ଗୃହକୁ ସସନମାନେ ପଠାଇଥିଲେ। ଆଜ୍ଞା ଆପଣ ଯେନ୍ ଆଜି ଯେନ୍ ଇ ମେଣ୍ଟାଲି ଡିଷ୍ଟର୍ବ ଲେଡିକେ ଆଣିଲେ କେନ୍ତା କାଣା ସିଷ୍ଟମ୍ କେନୁ ଉଦ୍ଧାର କଲେ ତାଙ୍କୁ? ଆମେ ପ୍ରୟାସ ଚାରିଟେବୁଲ୍ ଟ୍ରଷ୍ଟର ମୁଇଁ ପ୍ରେସିଡେଣ୍ଟ ଇଏ ଭାଇସ୍ ପ୍ରେସିଡେଣ୍ଟ। ଆମେ ଦେଖଲୁ ଯେ ସର୍ବାଲ ବାଇପାସ୍ ଛକରେ ଜଣେ ଲେଡିଜ୍ ବୁଲୁଥିଲେ, ତ ତାକୁ ଆମେ ହେନୁ ରେସ୍କ୍ୟୁ କରିକି ଆଣିକିରି ମିଶନ ଆଶ୍ରା 2ରେ ତାକୁ ଦେଇଛୁ। ସେମାନେ ତାଙ୍କର କେୟାର ନେବେ ଆଉ ତାଙ୍କର ମେଣ୍ଟାଲି ଡିଷ୍ଟର୍ବ ଯେନ୍ ଅଛନ୍ ଠିକ୍ ହେଲେ ତାକୁ ତାଙ୍କର ଘରକୁ ପଠାବାର ବ୍ୟବସ୍ଥା କରିବେ। ଆଜ୍ଞା କେନୁ ଏଇଟା ଉଦ୍ଧାର କଲେ ଆଉ ତାଙ୍କର ନାଁ ନୁଇ କାଣା କିଛି ଏନ୍ତା ପ୍ରୁଫ୍ ଅଛେ କାଁ ପରିଚୟ ମିଳିଲା କାଁ କିଛି ଏନ୍ତା? ଆମେ ସର୍ବାହାଲ ବାଇପାସ୍ରେ ତାକୁ ଜଣେ ବତାଲେ କି ଏନ୍ତା ମାନସିକ ବିକୃତ ଲେଡିଟେ ଅଛନ୍, ତାକୁ ଉଦ୍ଧାର କରିକିରି ତୁମେ କାଣା କରିପାରବ ତାକୁ ଲାଗି କହିଲେ ବୋଲେ ଆମେ ପ୍ରୟାସରେ ତାକୁ ଉଦ୍ଧାର କରିକି ରେସ୍କ୍ୟୁ କରିକି ଆଣିକି ଆମର ମିଶନ ଆଶ୍ରା ଯେନ୍ ଅଛେ ତାକୁ ହ୍ୟାଣ୍ଡଓଭର କରିଛୁ। ତାଙ୍କର ନାଁ ବତାଲେ ଜୟନ୍ତୀ ସାହୁ ଆଉ ତାଙ୍କର ଘର ବତଉଛନ୍ ଆମର ସମ୍ବଲପୁର ଡିଷ୍ଟ୍ରିକ୍ଟରେ ଅଛି, ସେଟା ବତଉଥିଲେ। ବାକି ଡିଟେଲ୍ସ ତାଙ୍କର ପାଖେ କିଛି ନାହିଁ। ବୋଲେ ଆଣିକିନା ହ୍ୟାଣ୍ଡ ଓଭର ଦେଇଦେଲେ, ତାକୁ ହ୍ୟାଣ୍ଡ ଓଭର ଦେଇଦେଲେ। ଠିକ୍।